ସାହାଯ୍ୟର ସୁଫଳ। ନିମ୍ନରେ ପ୍ରତ୍ୟେକ ପ୍ରଶ୍ନର 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛି ଲେଖ। କ୍ୱେଶ୍ଚିନ୍ ନମ୍ବର 1 ଟିକେ ଜଷ୍ଟ ବଡ଼ କରିଦେବା। କ୍ୱେଶ୍ଚିନ୍ ନମ୍ବର 1 ବିଦ୍ୟାସାଗର ପିଲାଟିକୁ ପଇସାଟିଏ ବଦଳରେ ଟଙ୍କାଟିଏ ଦେଲେ କାହିଁକି? ନିଜର ଦାନୀପଣିଆ ଦେଖାଇବା ପାଇଁ, ପିଲାଟିର ମାଗିବା ଅଭ୍ୟାସ ବଢ଼ାଇବା ପାଇଁ, ପିଲାଟିକୁ ରୋଜଗାରକ୍ଷମ କରାଇବା ପାଇଁ, କୌଣସିଟି ନୁହେଁ। ରାଇଟ୍ ଆନ୍ସର୍ ହେଉଛି ପିଲାଟିକୁ ରୋଜଗାରକ୍ଷମ କରାଇବା ପାଇଁ। ତାପରେ ଦେଖିବା 2 ନମ୍ବର ଦୋକାନୀ ଯୁବକ ଉପରେ ବିଦ୍ୟାସାଗର ଖୁସି ହେଲେ କାହିଁକି? ଯୁବକଟିର ନମ୍ରତା ଦେଖି, ଯୁବକଟିର ଫଳ ଦୋକାନ ଦେଖି, ଯୁବକଟିକୁ ରୋଜଗାରକ୍ଷମ ହୋଇଥିବାର ଦେଖି। ରାଇଟ୍ ଆନ୍ସର୍ କୌଣସିଟି ନୁହେଁ। ରାଇଟ୍ ଆନ୍ସର୍ ହେବ ଗଟି, ଯୁବକଟିକୁ ରୋଜଗାରକ୍ଷମ ହୋଇଥିବାର ଦେଖି। ତାପରେ 3 ନମ୍ବର ବିଦ୍ୟାସାଗର କେଉଁ ସହର ଦେଇ ଯାଉଥିଲେ? କଲିକତା, କଟକ, ହୁଗୁଳି, ବର୍ଦ୍ଧମାନ। ରାଇଟ୍ ଆନ୍ସର୍ ହେଉଛି ବର୍ଦ୍ଧମାନ। ଏଗେନ୍ କହିଦେବାକୁ ଚାହେଁ ଏହି ଭିଡ଼ିଓଟି ହେଉଛି ବୃତ୍ତି ପରୀକ୍ଷା, ଯାହାକି ତୃତୀୟ ଶ୍ରେଣୀ ପାଇଁ। ବିଶେଷ କରି ଯେଉଁମାନେ ଏହି ବର୍ଷ ତୃତୀୟ ଶ୍ରେଣୀର ବୃତ୍ତି ପରୀକ୍ଷା ଦେବାକୁ ଯାଉଛ, ଏହି ଭିଡ଼ିଓଟିକୁ ତୁମେ ଦେଖିପାରିବ। ହଁ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତାହେଲେ କ'ଣ କରିବା? ଲାଇକ୍ କରିବା, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରିବା। ଈଶ୍ୱରଚନ୍ଦ୍ର ଦେଇଥିବା ଟଙ୍କାକୁ ପିଲାଟି କେଉଁ କାମରେ ଲଗାଇଲା? ଫଳ କିଣି ବିକିଲା, ମା ପାଇଁ ଔଷଧ ନେଲା, ନିଜେ କିଣି ଖାଇଲା, କୌଣସିଟି ନୁହେଁ। ରାଇଟ୍ ଆନ୍ସର୍ ହେଉଛି ଫଳ କିଣି ବିକିଲା। 5 ନମ୍ବର ସାହାଯ୍ୟର ସୁଫଳ କିଏ ପାଇଲେ? ବିଦ୍ୟାସାଗର, ଗରିବ ପିଲାଟି, ସହରର ଲୋକ, ଏମାନେ କେହି ନୁହନ୍ତି। ଠିକ୍ ଉତ୍ତର ହେଉଛି ଗରିବ ପିଲାଟି। ତାପରେ 6 ନମ୍ବର ଭିକାରୀ ବାଳକଟି ବିଦ୍ୟାସାଗରକୁ କେତେ ପଇସା ମାଗିଲା? ପଇସାଟିଏ, 2 ପଇସା, 4 ପଇସା, 1 ଟଙ୍କା। ରାଇଟ୍ ଆନ୍ସର୍ ହେଉଛି ପଇସାଟିଏ। 7 ନମ୍ବର ବିଦ୍ୟାସାଗର ଭିକାରୀଟିକୁ କେତେ ପଇସା ଦେଲେ? ପଇସାଟିଏ, ଟଙ୍କାଟିଏ, 2 ଅଣା, 4 ଅଣା। ଟଙ୍କାଟିଏ ଦେଲେ। ତାପରେ ଦେଖିବା 8 ନମ୍ବର ବିଦ୍ୟାସାଗରଙ୍କୁ ପିଲାଟି କାହିଁକି ପଇସାଟିଏ ମାଗିଲା? ପିଲାଟିକୁ ଭୋକ କରୁଥିଲା, ଦୁର୍ଭିକ୍ଷ ଯୋଗୁଁ ଭିକ ମିଳୁନଥିଲା, ଆଖପାଖରେ ଆଉ କେହି ଲୋକ ନଥିଲେ, ବିଦ୍ୟାସାଗରଙ୍କ ଚେହେରା ଦେଖିଲେ ଦୟାଳୁ ପରି ଲାଗୁଥିଲା। ଠିକ୍ ଉତ୍ତର ହେଉଛି ଦୁର୍ଭିକ୍ଷ ଯୋଗୁଁ ଭିକ ମିଳୁନଥିଲା। ନେକ୍ସଟ ବିଦ୍ୟାସାଗର ପିଲାଟିର ହାତ ଧରି ପକାଇଲେ କାହିଁକି? ପିଲାଟିର ଅବସ୍ଥା ଦେଖି ତାଙ୍କର ଦୟା ହେଲା, ପିଲାଟି ତାଙ୍କୁ ଭୁଲ ବୁଝି ଥଟ୍ଟା କରୁଛନ୍ତି ଭାବିବାରୁ, ପିଲାଟି ଜୀବନରେ ଉନ୍ନତି କରୁ ବୋଲି ସେ ଭାବୁଥିଲେ, କିଛି ପଇସା ଦେବେ ବୋଲି। ରାଇଟ୍ ଆନ୍ସର୍ ହେଉଛି ପିଲାମାନେ ଗଟି, ଯେଉଁଟାକି ପିଲାଟି ଜୀବନରେ ଉନ୍ନତି କରୁ ବୋଲି ସେ ଭାବୁଥିଲେ। ନାହିଁ ପିଲାଟିର ହାତ ଧରି ପକାଇଲେ କାହିଁକି? ନାହିଁ, ଇଏ ହେବନି। ଖଟି ଉତ୍ତର ଠିକ୍ ହେବ। ଖ ଉତ୍ତର ଠିକ୍ ହେବ। ପିଲାଟି ତାଙ୍କୁ ଭୁଲ ବୁଝି ଥଟ୍ଟା କରୁଛନ୍ତି ଭାବିବାରୁ। ବାରମ୍ବାର ସେ କହିଲେ ହେଲା, ତୋତେ ଯଦି ଏତିକି ପଇସା ଦିଆଯିବ, ତାପରେ ଯଦି ଏତିକି ପଇସା ଦିଆଯିବ, ତୋତେ 1 ଟଙ୍କା ଦିଆଯିବ, ମାନେ ଏଇଭଳିଆ କହିବା ଦ୍ୱାରା ସେ ଭାବିଲା ଯେ ଥଟ୍ଟା କରୁଛନ୍ତି ବୋଲି। ତେଣୁକରି ଲାଷ୍ଟରେ ସେ ପିଲା ଶାନ୍ତ ହୋଇକି ରହିଗଲା। ତେଣୁକରି ତାପରେ ସେ ବିଦ୍ୟାସାଗର ହାତଟିକୁ ତାର ଧରି ପକାଇଲେ। 10 ନମ୍ବର ବିଦ୍ୟାସାଗର ପିଲାଟିକୁ ଟଙ୍କାଟିଏ ଦେଲେ କାରଣ ସେ ଭାବୁଥିଲେ ପିଲାଟି ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କରିବ, ପିଲାଟି ତା ମା ସହିତ ଖାଇ ପିଇ ସୁଖରେ ରହିବ। ବିଦ୍ୟାସାଗରଙ୍କ ବହୁତ ଟଙ୍କା ଥିଲା, ବିଦ୍ୟାସାଗର ନିଜକୁ ଦାନୀ ବୋଲି ଜଣାଇବାକୁ ଚାହୁଁଥିଲେ। ଠିକ୍ ଉତ୍ତର ହେଉଛି ପିଲାଟି ନିଜ ଗୋଡ଼ରେ ଠିଆ ହେବା ପାଇଁ ଠିଆ ହେବାକୁ ଚେଷ୍ଟା କରିବ। ଇଏ ହେଉଛି ଠିକ୍ ଉତ୍ତର। ତାପରେ ଦେଖିବା 11 ନମ୍ବର ଦୁର୍ଭିକ୍ଷ ସମୟରେ କ'ଣ ହୁଏ? କେହି ଭିକ ମାଗନ୍ତି ନାହିଁ, କେହି ଭିକ ନିଅନ୍ତି ନାହିଁ, ଭିକ ଦେବାକୁ ଲୋକଙ୍କର ଶକ୍ତି ନଥାଏ, ଭିକ ନେବାକୁ ଲୋକଙ୍କର ଇଚ୍ଛା ନଥାଏ।
ठीक उत्तर होची पिला माने भिक देबाकू लोकंकर शक्ति न थाए जाकि उत्तर ग। 12 नंबर विद्यासागर तांकू थटा करूछंती बोली पिलाटी काहेकि भाविला। विद्यासागर किछि न देई थरकू थर अधिकरू अधिक पैसा देबाकू कहिबारू, विद्यासागर तांकू टंकाटिए देबाकू कहिबारू, विद्यासागर तार हाथ धरी पकईबारू, विद्यासागर 2 अणा देबाकू कहिबारू। ठीक उत्तर होउछि पिलामा कोटी विद्यासागर किछि न देई थरकू थर अधिकरू अधिक पैसा देबाकू कहिबारू। तापरे क्वेश्चन नंबर 13 कौन कहूँ कौन देखी विद्यासागर मन आनंद भरीगला। दुर्भिक्ष बेलर अवस्था बदलिबा देखी, केही भिक मागु नथिबा देखी, भिकारी को दोकानी रूपे देखी, वर्धमान सहर चाकचक्य देखी। ठीक उत्तर होची भिकारीटी को दोकानी रूपे देखी जोड़ा कि ग हो उत्तर। तापरे 14 नंबर विद्यासागर भिकारी पिलाटी को प्रथमे केउटी देखिथिले। रास्ता कड़े, बजार भितरे, गाँ दांडरे, वर्धमान सहरर गोटे बजार रे। राइट आंसर हबो वर्धमान सहरर गोटे बजार रे। तापरे क्वेश्चन नंबर 15 केउठारे अकाल मरुड़ी पड़ीथिला। बंगला रे, ओडिशा रे, बिहार रे, कटक रे। ठीक उत्तर होची बंगला रे। तापरे क्वेश्चन नंबर 16 जे परर उपकार करे से कौन। उपकारी, परोपकारी, अपकारी, उपकारी नुहे। ठीक उत्तर होची परोपकारी। नेक्स्ट 17 नंबर चिरा लुगा, चिरा सहित लुगार संपर्क, नुखुरा सहित कहार संपर्क। नुखुरा सहित केशर संपर्क। नुखुरा केश आमे जदि तेल लगेबा नाही मुंडरे ताले सेटा को कहबा नुखुरा केश। तापरे 18 निम्नोक्त मध्यरु केउटी शुद्ध शब्द अटे। सहानुभूति, 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 सहानुभूति जहाँ भी हो। ए भितरे आमे देखिबा फास्ट हर्षोकार लगी तापरे दीर्घकार लगी जदि लगा लगी है तो ये आमे समस्ते जानी दंतस ही हेब दंतेश लगे ये तालबेश ये अच्छी ये हेब ना है तापर ये कौन अच्छी ये दीर्घकार अच्छी ये हेब ना ये जदि अच्छी सहानुभूति ये दीटा जाक दीर्घकार हो गला ये हेब ना यहीटा हूँ ठीक उत्तर। आग हर्षकार तापरे दीर्घकार ये अच्छी दंतेश तेणुक कौला उत्तर ठीक। 19 नंबर केउटी अभाव हेले मरुड़ी होता है। खरा, वर्षा, शीत, काकर। वर्षा जदि अभाव है मरुड़ी हेब। क्वेश्चन नंबर 20 उत्साहित शब्दर विपरीत शब्दटी कौन हम। निरुत्साहित, दुखित, अनुत्साहित, विकल। ठीक उत्तर होची निरुत्साहित है जोड़ा कि क। तापरे 21 नंबर अच्छा तोते जदि 2 अणा दिज्व ये उक्ति कहार अटे। विद्यासागर, भिकारी बालक, फल दोकानी, भिकारी बालकर माँ। राइट आंसर पिला माने होची विद्यासागर जोड़ा कि करे अच्छी। देखिबा 22 नंबर एक अणा को केते पैसा। 2 पैसा, 4 पैसा, 6 पैसा, 8 पैसा। एक अणा को होची 6 पैसा। तापरे 23 नंबर कौन अच्छी विद्यासागर कौन पिंधिथिले। धोती, पैंट, ट्राउजर, लुंगी। ठीक उत्तर होची धोती। 24 भोकरे आउटु पाउटु होई एणे तेणे भिक मागु थांती। एई वाक्य रे आउटु पाउटु अर्थ निम्नोक्त केउंटी। आउटु पाउटु अर्थ चकित ना रोजगार ना विकल ना करुण। राइट आंसर हबो विकल। तापरे 25 नंबर कौन भिकारी बालकटी कौन पिंधिथिला। चिरा पैंट, चिरा कना,
ଚିରା ଧୋତି ଚିରା ଗାମୁଛା। ଠିକ୍ ଉତ୍ତର ହେବ ପିଲାମାନେ ଚିରା କନା। ତାପରେ 26 ନମ୍ବର, ତାହେଲେ ତ ଆମର ବିପଦ ଘୁଞ୍ଚିଯିବ ଏକଥା ଭିକାରୀ ବାଳକଟି ବିଦ୍ୟାସାଗରଙ୍କୁ କେତେବେଳେ କହିଛି? ବିଦ୍ୟାସାଗର 2 ପଇସା ଦେବେ ବୋଲି କହିବାରୁ, ବିଦ୍ୟାସାଗର 4 ପଇସା ଦେବେ ବୋଲି କହିବାରୁ, ବିଦ୍ୟାସାଗର 4 ଅଣା ଦେବେ ବୋଲି କହିବାରୁ, ବିଦ୍ୟାସାଗର ଟଙ୍କାଟିଏ ଦେବେ ବୋଲି କହିବାରୁ। ରାଇଟ୍ ଆନ୍ସର୍ ହେଉଛି ଘଟି, ଯେଉଁଟାକି ବିଦ୍ୟାସାଗର ଟଙ୍କାଟିଏ ଦେବେ ବୋଲି କହିବାରୁ। 27 ନମ୍ବର, କେଉଁଟି ଚକିତ ଶବ୍ଦର ଅର୍ଥ ନୁହେଁ? ଆଶ୍ଚର୍ଯ୍ୟ, ବିସ୍ମିତ, କାବା, ଛାନିଆ। ଛାନିଆ। ଛାନିଆ ହେଉଛି ଚକିତ ଶବ୍ଦର ଅର୍ଥ ନୁହେଁ। ବିସ୍ମିତ କହିଲେ ଚକିତ ହେବା, ଆଶ୍ଚର୍ଯ୍ୟ ବି ଚକିତ ହେବା, କାବା କହିଲେ ଚକିତ ହେବା। 28 ନମ୍ବର, ସେତେବେଳେ 4 ପଇସାକ କେତେ ଅଣା ଥିଲା? 4 ପଇସାକ ଆମେ ଜାଣିଛନ୍ତି 6 ପଇସା। 6 ପଇସା ହେଲେ 1 ଅଣା ହେଲା। ଆଉ 16 ପଇସା, 6 ପଇସା ଯଦି ହେଲା 16 ଛକ 96, 96 ପଇସା। 96 ପଇସା। ଏଠି 4 ପଇସାକ କେତେ ଅଣା ଯେଉଁ ପଚାରିଛି, ଏଇଟା 4 ନ କହିକି 6 ହେଇଥିଲେ ଭଲ ହେଇଥାନ୍ତା ହେଲା। ତେଣୁକରି ଏଠି ଆମେ ଯଦି ଦେଖିବା 2 ଅଣା ତ ସମ୍ଭବ ନୁହଁ, 4 ଅଣା ତ ସମ୍ଭବ ନୁହଁ, 8 ଅଣା ବି ସମ୍ଭବ ନୁହଁ, 1 ଅଣା କହିଲେ ଠିକ୍ ହେଉଛି ହେଲା। କିନ୍ତୁ ଏଠି 6 ପଇସା ଯଦି କହିଥାନ୍ତା 1 ଅଣା ଆପ୍ରୋପ୍ରିଏଟ୍ ଉତ୍ତର ହେଇଥାନ୍ତା। ଯାହା ବି ହେଉ ପାଖାପାଖି ହେଉଛି 1 ଅଣା ହେବ ଠିକ୍ ଉତ୍ତର। ତାପରେ ଦେଖିବା 29 ନମ୍ବର, ବାଳକଟି ଟଙ୍କାଟିଏ ପାଇ ଖୁସି ହୋଇଗଲା କାହିଁକି? ଜୀବନରେ ସେ କେବେ ଟଙ୍କାଟିଏ ଦେଖିନଥିଲା। ଟଙ୍କାଟିରେ ସେ ବହୁତ ଜିନିଷ କିଣିପାରିବ, ତାକୁ ଆଉ କିଛି ଦିନ ଭିକ ମାଗିବାକୁ ପଡ଼ିବ ନାହିଁ, ପିଲାଟି ସେଥିରୁ କିଛି ସଞ୍ଚୟ କରିପାରିବ। ଠିକ୍ ଉତ୍ତର ହେଉଛି ପିଲାମାନେ ଜୀବନରେ ସେ କେବେ ଟଙ୍କାଟିଏ ଦେଖିନଥିଲା, ଯେଉଁଟାକି କ ହେଉଛି ରାଇଟ୍ ଆନ୍ସର୍। ତାପରେ ଦେଖିବା 30 ନମ୍ବର। 30 ନମ୍ବର କ'ଣ କହୁଛି? 30 ନମ୍ବର, 1 ଟଙ୍କା କେତେ ଅଣା? 1 ଟଙ୍କା 4 ଅଣା, 8 ଅଣା, 12 ଅଣା, 16 ଅଣା। ମୁଁ ଟିକେ ପୂର୍ବରୁ କହୁଥିଲି 1 ଟଙ୍କାଟା ହେଉଛି 16 ଅଣା ହେଲା। 16 ଅଣା। 16 ଅଣାକୁ କେତେ ପଇସା ହେଉଛି? 96 ପଇସା। ମାନେ ଆଉ 4 ପଇସା ବଢ଼ୁଛି। ଯାହା ବି ହେଉ ଆଗ ସେମିତି ସିଷ୍ଟମେଟିକ୍ ଥିଲା। 16 ଅଣାକ ହେଉଛି 1 ଟଙ୍କା। 16 ଅଣା ଯଦି ହେଲା 1 ଟଙ୍କା କହୁଥିଲେ ଆମେ। ତାପରେ 31 ନମ୍ବର, ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର କେଉଁ ରାଜ୍ୟର ଲୋକ? ଓଡ଼ିଶା, ବିହାର, ବର୍ଦ୍ଧମାନ, ବଙ୍ଗଳା। ତାପରେ 32 ନମ୍ବର, ବିଦ୍ୟାସାଗରଙ୍କ ଠାରୁ ସାହାଯ୍ୟ ପାଇଥିବା ପିଲାଟି କେଉଁ ସହରରେ ଦୋକାନଟି ଖୋଲିଲା? କଲିକତା, କଟକ, ହାଓଡ଼ା, ବର୍ଦ୍ଧମାନ। ଯେହେତୁ ସେ ବର୍ଦ୍ଧମାନ ବଜାରରେ ବୁଲୁଥିଲା, ବର୍ଦ୍ଧମାନ ସହରରେ ସେ ଖୋଲିଲା ଦୋକାନ। ତାପରେ ଦେଖିବା 33, ବିଦ୍ୟାସାଗର ପିଲାଟିକୁ କେତେ ଟଙ୍କା ଦେଲେ? 1 ଟଙ୍କା, 2 ଟଙ୍କା, 3 ଟଙ୍କା, 4 ଟଙ୍କା। ଠିକ୍ ଉତ୍ତର ହେଉଛି 1 ଟଙ୍କା। 34, ବିଦ୍ୟାସାଗରଙ୍କୁ ପିଲାଟି କାହିଁକି ପଇସାଟିଏ ମାଗିଲା? ଦୁର୍ଭିକ୍ଷ ଯୋଗୁଁ ଭିକ ମିଳୁନଥିଲା, ଆଖପାଖରେ ଆଉ କେହି ଲୋକ ନଥିଲେ, ପିଲାଟିକୁ ଭୋକ କରୁଥିଲା, ବିଦ୍ୟାସାଗରଙ୍କ ଚେହେରା ଦେଖିଲେ ଦୟାଳୁ ପରି ଲାଗୁଥିଲା, ଦୁର୍ଭିକ୍ଷ ଯୋଗୁଁ ଭିକ ମିଳୁନଥିଲା। ତେଣୁକରି ଏଇଟା ହେବ ଠିକ୍ ଉତ୍ତର, ଯେଉଁଟାକି କ। 35 ନମ୍ବର। 35 ନମ୍ବର କ'ଣ? ବିଦ୍ୟାସାଗର ପିଲାଟିର ହାତ ଧରି ପକାଇଲେ କାହିଁକି? ପିଲାଟି ତାଙ୍କୁ ଭୁଲ ବୁଝି ଥଟ୍ଟା କରୁଛନ୍ତି ଭାବିବାରୁ, ପିଲାଟି ଜୀବନରେ ଉନ୍ନତି କରୁ ବୋଲି ସେ ଭାବୁଥିଲେ, ପିଲାଟିର ଅବସ୍ଥା ଦେଖି ତାଙ୍କର ଦୟା ହେଲା, କିଛି ପଇସା ଦେବେ ବୋଲି
आगुरी एटा सरी डिस्कसन हो सरी जोड़ा कि क पिलाटी तांको भूल बुझी थट्टा करुछंती भाबिबारु। 36 नंबर देखिबा केउठारे अकाल मरुड़ी पड़िथिला ओडिसा रे बंगाल रे बिहार रे आंध्र रे राइट आंसर है बंगाल रे। 37 नंबर भोकरे आउट पाउट होई एणे तेणे भिक्क मागुथांती एई वाक्य रे आउट पाउट अर्थ निमक्त केउटी विकल सरी आगुरु डिस्कसन है। 38 नंबर विद्यासागर पिलाटी को टंकाटिए देले कारण से भाबुथिले पिलाटी ता माँ सहित खाई पी सुखरे रहिबो। विद्यासागर को बहुत टंका थिला। विद्यासागर निजको दानी बोली जणेबाकू चाहुथिले पिलाटी निज गोड़े ठिया हेबाकू चेष्टा करिवो। एटा होची ठीक उत्तर हला जोड़ा कि घोड़ा। 39 नंबर बहु वर्ष पूर्वे केते पैसार मूल्य 1 टंका सह समान थिला 100 पैसा 60 पैसा 64 पैसा 50 पैसा। राइट आंसर होची 64 पैसा। बहुत वर्ष पूर्वे 64 पैसा को 1 टंका बोली कहा जाउथला। तापर देखिबा 40 नंबर विद्यासागर केउ राज्यर लोक ओडिशा आंध्र प्रदेश पश्चिम बंग बिहार। राइट आंसर होची पश्चिम बंग। 41 नंबर विद्यासागर पिलाटीर दुकान को गले कहीं पिलाटीर दुकान देखिबा पई देइथिबा पैसा आनिबा पई दुकानरू जिनिस किनिबा पई पिलाटी को अधिक उत्साहित करिबा पई पिलाटी को अधिक उत्साहित करिबा पई ये होची ठीक उत्तर। तापरे 42 नंबर चिरा सह केउ शब्द रो संपर्क अछि चिरा हृदय तो हेबो नाही चिरा हृदय नाही चिरा लुहा नाही चिरा कथा नाही चिरा कना होची ठीक उत्तर। तापरे 43 नंबर ईश्वर चंद्र देइथिबा टंका को पिलाटी केउ काम रे लगाइला निजे किणी खाइला माँ पाई औषध नेला फल किणी बिकिला कौनसी नुहे। राइट आंसर होची फल किणी बिकिला। पिला माने आज वीडियो होची एतिकी ए वीडियोटी जदि भल लागिला लाइक करिबा आउ सांग साथी मानकू शेयर करिबा मोर चैनल को जदि फर्स्ट टाइम आसीथिबा सब्सक्राइब करिबा। धन्यवाद।